ବହିଛନ୍ତି ବୋଲେ ଧାରଣ କରିଛନ୍ତି ବହିଛନ୍ତି। ମୁନି ମୁକୁଟ ମୁନି ଶ୍ରେଷ୍ଠ ବହିଛନ୍ତି ମୁନି ମୁକୁଟ ମୁନି ମୁକୁଟ ଏଠେଇ ମୁନି ମୁକୁଟ ଅର୍ଥ ମୁନି ଶ୍ରେଷ୍ଠ। ବିଶେଷ୍ୟ ପଦ ପରେ ମୁକୁଟ ଶବ୍ଦ ଲାଗିଲେ ଶ୍ରେଷ୍ଠ ଅର୍ଥ ଆସେ। ମୁନି ମୁକୁଟ ମୁନି ଶ୍ରେଷ୍ଠ। ପ୍ରମାଣ ଭଞ୍ଜ ବୀର ମୁକୁଟେ ପତ୍ର କରି ଦତ୍ତ। ବୀର ମୁକୁଟ କହିଲେ ବୀର ଶ୍ରେଷ୍ଠ। ଭଞ୍ଜ ସାହିତ୍ୟ ବୈଦେଶ ବ୍ୟାସ। ବୀର ମୁକୁଟ କହିଲେ ବୀର ଶ୍ରେଷ୍ଠ। ମୁନି ମୁକୁଟ କହିଲେ ମୁନି ଶ୍ରେଷ୍ଠ। ବହିଛନ୍ତି କଣ ପିଙ୍ଗଳ ଜଟା ପିଙ୍ଗଳ। କାହିଁକି କିରେ ନାରଦଙ୍କ ଜଟା ପିଙ୍ଗଳ କଣ ପାଇଁ? ସାହିତ୍ୟ ଦର୍ପଣ ବିଶ୍ୱନାଥ କବିରାଜ ମା ଆପଣ କଥା କହୁଛି। ମାଳିନ୍ୟଂ ବ୍ୟମ୍ନି ପାପେ ଯଶସି ଧବଳତା ବର୍ଣ୍ୟତେ ହାସ କ୍ଷୀରିଥୌ। ଆକାଶର ରଙ୍ଗ କଳା ପାପର ରଙ୍ଗ କଳା। ପାପକୁ କିଏ ଦେଖେ ନା। କବି ଲେଖିଛନ୍ତି ପାପର ରଙ୍ଗ କଳା। ସାହିତ୍ୟ ଦର୍ପଣ ମାଳିନ୍ୟଂ ବ୍ୟମ୍ନି ପାପେ ଯଶସି ଧବଳତା। ଯଶର ରଙ୍ଗ ଧଳା। ପାଢୀ ବାବୁ କହୁଥିଲେ କିଏ ଯଶ ଦେଖିଛି? ଯଶର ରଙ୍ଗ ଧଳା। ବର୍ଣ୍ୟତେ ହାସ କୀର୍ତ୍ତୌ। ହସର ରଙ୍ଗ କୀର୍ତ୍ତିର ରଙ୍ଗ ଇଏ ହଉଛି ଧଳା। ପୁଅ ହସ କିଏ ଦେଖିଲାନି? ନାଇଁ। କବି ମାନେ ଲେଖିଛନ୍ତି ହସ ଯଶ କୀର୍ତ୍ତିର ରଙ୍ଗ ଧଳା। ସେମିତି ପୁଅ ଜ୍ଞାନର ରଙ୍ଗ ହଉଛି ପିଙ୍ଗଳ ବର୍ଣ୍ଣ। ଜ୍ଞାନର ରଙ୍ଗ ହଉଛି ପିଙ୍ଗଳ ବର୍ଣ୍ଣ। ନାରଦ ଜ୍ଞାନୀ ଶୁକ ଜ୍ଞାନୀ ବ୍ୟାସ ଜ୍ଞାନୀ ଶିବ ଜ୍ଞାନୀ। ତେଣୁ ଜ୍ଞାନର ପ୍ରତୀକ ହଉଛି ପିଙ୍ଗଳ ରଙ୍ଗର କେଶ। ତେଣୁ ଶିବଙ୍କର କେଶ ହଉଛି ପିଙ୍ଗଳ। ପିଙ୍ଗଳ କଳା ନୁହେଁ କି ଧଳା ନୁହେଁ। ଅଜର ଅମର ଶିବ ମରନ୍ତି ନେଇ କି ବୁଢା ହଅନ୍ତିନି। କହିଲେ ପାର୍ବତୀ ଯୋଗ ସାଧନ କରି ମୁଁ ଅଜର ଅମର ହେଇଛି। କହିଲା ସ୍ୱାମୀ ତମେ ଯଦି ଯୋଗ ସାଧନ କରିକି ମରୁନା ମୃତ୍ୟୁଞ୍ଜୟ ଅମର ହେଇଯାଇଛ। ଏ ସ୍ୱାମୀ ମୁଁ ଆପଣଙ୍କ ସ୍ତ୍ରୀ ପାର୍ବତୀ ମତେ ଟିକେ ପାଠଟି ବତେଇ ଦିଅ ଯେ ମୁଁ ମରିବିନି। ତମେ ଯେମିତି ସ୍ୱାମୀ ଅମର ମୁଁ ଅମର ହେଇକି ରହିବି। ଗୋଟେ ସ୍ୱାମୀ ଗୋଟେ କାମ ଜାଣିଛି ସ୍ତ୍ରୀ କି ବତେଇବାର ଅସୁବିଧା କଣ? ଅସୁବିଧା ନାହିଁ। କହିଲେ ସ୍ୱାମୀ ତମେ ତ ଏ ପାଠ ଜାଣିଛ କେମିତି ବୁଢା ହବ ନାଇଁ ମରିବ ନାଇଁ। ମୁଁ ବୁଢୀ ହେବି ନାଇଁ କି ମରିବି ନାଇଁ। ମତେ ଟିକେ ପାଠଟି ଶିଖେଇ ଦଉନା। ଶିବ କହିଲେ ପାର୍ବତୀ ଏ ଜାଗାରେ ହେଇପାରିବନି। ନା କୈଳାସରେ ହବନି। ଆମକୁ ଯିବାକୁ ପଡିବ ଗୋଟେ ଜାଗାକୁ। ଶିଶିର ବାବୁ କହୁଥିଲେ ନୈମିଷାରଣ୍ୟ। କୋଉଠି ପଢିଥିବେ? ଏ ପୁଅ ଶୁଣ ବର୍ଷେ ସୁ ଭାରତ ବର୍ଷ ଭାରତେ ଉତ୍କଳଙ୍ଗ ତଥା 9ଟା ବର୍ଷ ଭିତରେ ଗୋଟେ ହେଲା ଭାରତ ବର୍ଷ। ଏ ଭାରତ ବର୍ଷରେ ଉତ୍କଳ ବୋଲେ ବାପା ଓଡିଶା ଉତ୍କଳ। ଭାରତ ବର୍ଷ ଭିତରେ ମାଲ ଆମ ଓଡିଶା ଉତ୍କଳ ହଉଛି ଶ୍ରେଷ୍ଠ। ଯେ ଉତ୍କଳରେ ଅଚଳ ଯେଉଁ ଓଡିଶାର ଉତ୍କଳର ଅଚଳ ନୀଳାଚଳ ଗିରି ନୀଳଗିରି ନଦୀ ମହାନଦୀ ଈଶ୍ୱର ଭୁବନେଶ୍ୱର। ଏ ପୁଅ ପ୍ରିୟା ହରିପ୍ରିୟା ନାଥ ଜଗନ୍ନାଥ ଆଉ କୋଉଠି ନାହିଁ। ଏତେ କଥା ଆଉ କୋଉଠି ନାହିଁ। ନା ୟା ଉପରେ ଖାଲି ଶ୍ଲୋକ ଅଛି 10ଟା ଉତ୍କଳ ଉପରେ। ତାର ଓଡିଆ ଅନୁବାଦ କେଇଟା କଥା କହିବି। ଏବଂ ଭୂତ ଯୋଉ ଉତ୍କଳ କହିଲେ ଓଡିଶାରେ ଏକାମ୍ର କାନନ ଅଛି। ସେଇ ଏକାମ୍ର କାନନ ଗଲେ ପାର୍ବତୀ ତୋତେ କହିବି ଲୋ। ପାର୍ବତୀ କହିଲେ ସ୍ୱାମୀ କୈଳାସ ପର୍ବତରୁ ଓଡିଶାକୁ ଯିବା। ଏକାମ୍ର କାନନ ଭୁବନେଶ୍ୱର ସେଇଠି ମତେ କହିବ। କହିଲେ ହଁ ଲୋ ଏକାମ୍ର କାନନ ଗଲେ ତତେ ଏ ପାଠ ସବୁ କହିବି। କୈଳାସରୁ ଯିବା
कहला स्वामी जीवा केमिति कहला मु स्मरण करूची आम गाड़ी आसीबो आम गाड़ी रे बसिबा गाड़ी रे जीवा से पुओ मालो सुन सुन ये डेणा न थाई 6 जण आकाश रे उड़ंती डेणा नहीं 6 जण आकाश रे उड़ंती किए किए लावण्यवतीरू धाड़िए बोलुची ये पक्ष न थाई करे मारुति पक्ष न थाई करे मारुति हनुमान डेणा नहीं सी आकाश रे उड़े बिना डेणा रे हनुमान उड़े आउ बिना डेणा रे उड़े किए शिवंक वाहन षंढ मालो षंढर डेणा अछि पारार डेणा थेला भलिया नाई शिवंक षंढ आकाश रे उड़े बुझुछ र र र ए सेतिकी गणेशंक वाहन मुसिक वाहन रे से गो जानो मूषा वाहन रे गणेश बसिले मूषा बिना डेणा रे आकाश रे उड़े मूषा आ कौन गुड़गुड़ हो गणेश बसिकी जी विद्यादाता मूषा आकाश रे उड़े आ उड़े किए एटी माँ सिंह वाहन सिंह आकाश रे उड़े डेणा नहीं किंतु सिंह आकाश रे उड़े आउ माँ किए उड़े तम नारी जातिर गोटे नारी माँ आकाश रे उड़ी थला डेणा नहीं किए जानी बिना पक्षर कला सावित्री गते से प्राणपति जो सावित्री ओषा कर जम बाहन महिषी 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 महिषीर डेणा नहीं जम बाहन महिषीर डेणा नहीं आकाश रे उड़े उड़े आउ मालो जने जो ओषा कर सावित्री ओषा ये सावित्री सावित्री डेणा नहीं सी उड़िला उड़िला कौ जाईगला जम पछे पछे उड़ी उड़ी संजीवनीपुर जाईगला जम महिषी उड़ुची जम बसिकी जाउची पछे पछे सावित्री उड़ुची आम मर्त्यपुर आर्यावर्त भारत भूखंडर जने नारी मालो तम नारी जातिर गौरव बढ़े देला सावित्री ओषा चली गोटा पद मालिका गाउची अच्युति लेखिले ए कली जुगरे स्वामी सेवा भाव नथिब काहारी पर सावित्री आउची रे रमे कली जुग आसिले घोर कली स्त्री माने आज्ञा स्वामी सेवा करिवे नहीं लोक जानिबा को सावित्री ओषा करिवे कौन मो स्वामी पे ओषा आसिक मुंडिया मारिवे मंदिर किंतु स्वामी सेवा दिने नथब आपण कहवा लो गोड़ बिंधुची जंत्रणार आपण गड़ुथेबे टिके सेवा कर डाकिबे जदी आसिला स्त्री ततला लुहाकू कमार संडु आसी रे चिपिकी धइला भलिया इमिति चिपी देबे जे प्राणुटी छाड़ी जीव थाउलो जा रे पुओ ततला लुहाकू संडुआ सिरे चिपिला भलिया आउ जमा डाकिबो नै मोड़ी माड़ी के खंजाटी छड़े देबे जे बुढ़ा उरी गड़िबो रे तेनु कली जुगरे स्वामी सेवा करिवे नै आपण माने देखिबे महापुरुष अच्युति लिखिचंदी गोटे घर 3, 4, 5
ଡ୍ରେସିଂ ପେଟିଂ ହେଇ ଚୁଟି ଛାଡି ଭୋଗ ଥାଳି ଧରିକି ବାହାରିବେ ରାସ୍ତା ପୂର୍ଣ୍ଣ ବୁରା। କାଳିଦାସ ଲେଖିଲେ ପୁଅ ସାବିତ୍ରୀ ଓଷା ଯେ ଘରେ ଘରେ ହେବ ସତୀ ଗୋଟିଏ ନଥିବେ। ଯେତେ ସବୁ ଶିବ ମନ୍ଦିରକୁ ଦାଣ୍ଡେଇବେନି ସତୀ ଗୋଟିଏ ତା ଭିତରେ ନଥିବେ। ମହାପୁରୁଷ ଅଚ୍ୟୁତି ଲେଖିଲେ ପୁଅ ବାଟୁକା ଏଣେ ସାବିତ୍ରୀ ଆକାଶରେ ଉଡ଼ିଲା। ଏ ସଦନ ମଣ୍ଡଳୀ ସେଦିନ ଶିବ ଷଣ୍ଢକୁ ସ୍ମରଣ କଲେ କୈଳାସରୁ ଆସିବେ ଉତ୍କଳ ଏକାମ୍ର କାନନ ଭୁବନେଶ୍ୱର। ଶିବ ଯେତେବେଳେ ବୃଷଭକୁ ସ୍ମରଣ କଲେ ଆଉ 2 ଦିନ ପାଲା ହବ। ଶିବ ତାଣ୍ଡବ ଆପଣ ମାନେ ଶୁଣିଛନ୍ତି। ଶିବ ଷଣ୍ଢକୁ ମନେ ପକେଇଲେ ଷଣ୍ଢ ନାଚେ। ତା ନା ବୃଷଭ ତାଣ୍ଡବ। ସର୍ପ ତାଣ୍ଡବ ଅଛି, ବୃଷଭ ତାଣ୍ଡବ ଅଛି, ଶିବ ତାଣ୍ଡବ ଅଛି, ଦୁର୍ଗା ତାଣ୍ଡବ ଅଛି, ଡମ୍ବରୁ ତାଣ୍ଡବ ଅଛି। ଗୋଟାଏ ପଦ ମୁଁ ଗାଉଛି ବୃଷଭ ତାଣ୍ଡବ। ଶିବ ମନେ ପକେଇଲେ ଷଣ୍ଢ କେମିତି ନାଚେ। ଧୀର ବାବୁ ଶୁଣ, ଏ 2 ଗୋଡ଼ ତଳେ 2 ଗୋଡ଼ ଷଣ୍ଢ ଉପରକୁ ଟେକି ମୁହଁ ଉପରକୁ ଟେକି ବେକରେ ଅଛି ସୁନାର ଘଣ୍ଟି ଟନ୍ ଟନ୍। ବୃଷଭ ବେକରେ ସୁନାର ଘଣ୍ଟି ବୁଝୁଛୁ। ଏ ସଂଯୁକ୍ତ ଘୁଙ୍ଗୁର ଭୃଙ୍ଗରୁ ମୋବାଇଲ ପୁରା ସବୁ କ୍ୟାସେଟ ହଉଛି, ପାଠ ସବୁ ପଳେଇବ। ରାଉତଙ୍କର ମୋର ଏବେ ପାଲା ଗାଉଥିଲୁ। 100 କିଲୋମିଟର ଜଣେ ରେକର୍ଡ କରିବାକୁ ଆସିଥିଲେ। ରାଉତ କହିଲେ ନାଇଁ ନାଇଁ ମୁଁ ରାଜି ଥିଲି। ଏତେ କଷ୍ଟ କରି ଆମେ ଶିଖିବୁ, ସବୁ ତମେ ନେଇ ବାହାରେ ବିକିବ, ରେକର୍ଡିଂ ହେଇପାରିବନି। ସେ ବିଚାରା ଭାରି ମନ ଦୁଃଖରେ ଗଲେ। ଏଟା ବାସ୍ତବ କଥା। ଆମେ କେତେ କଷ୍ଟ କରି କେତେ ଶାସ୍ତ୍ର ଖୋଜିକି ଆଣୁଛୁ। ଆପଣ ମାନେ ମିନିଟ୍ ଟିକେ ନେବେ, ସବୁଆଡେ ଖେଳିଯିବ। ତେଣୁ ଗୋଟିଏ ଶ୍ଲୋକ ବୋଲିଲି, ଇଏ ହଉଛି 5ଟା ଶ୍ଲୋକ। ସଂଯୁକ୍ତ ଘୁଙ୍ଗୁର ଭୃଙ୍ଗରୁ ଚାଙ୍ଘ ଉଚ୍ଚଳ କଙ୍କଣ ଗଳ ଘଣ୍ଟ ନାଦମ ଗଳ ଘଣ୍ଟ ନାଦମ। ମାଲୋ ଷଣ୍ଢ ନାଚିଲା, ବୃଷଭ ଆସିଲା, ଶିବ ପାର୍ବତୀ ବସିଲେ, ଚାଲିଲେ। ଆଉ ଭୁବନେଶ୍ୱର ଏକାମ୍ର କାନନ ଏକାମ୍ରରେ ପହଞ୍ଚିଲେ। 2 ପ୍ରକାର ପ୍ରମାଣ ଆଜ୍ଞା। ବରଗଛ କଥା ନୁହଁ, ନାଇଁ। କୋଉ ଗଛ ଜାଣିଛୁ? କୋଉ ଗଛ? ରସ ଚୁମା ପାଳିଆ। ବଉଳ 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 କୋଳି ଗଛ, ବଉଳ କୋଳି ଗଛ ଭିତରେ କୋରଡ, କେହି ସେ ଜାଗାରେ ନାହିଁ। ଶଙ୍କର ଭଗବାନ ବସିଲେ, ମା ପାର୍ବତୀଙ୍କୁ ଶୁଣେଇଲେ, ବ୍ରହ୍ମ ଜ୍ଞାନ ଶୁଣେଇଲେ। ଆପଣ ମାନେ କହିବେ ଯେ ବ୍ରହ୍ମ ଜ୍ଞାନ ଶୁଣିଲେ ଶୁଖିଲା ବଞ୍ଚିଯାଏ, ମଲା କଅଁଳି ଯାଏ। ସେ ଜାଗାର ଅନ୍ୟ ମାନଙ୍କର କାହାର ପରିବର୍ତ୍ତନ ହେଲାନି। ଏ କ୍ରୋଟ ମଧ୍ୟ ବ୍ରହ୍ମ ସୁଖୀ ନଥିଲା, ବ୍ରହ୍ମ ଜ୍ଞାନ ଶୁଣି ଯିବ। ବଉଳ ଗଛ ଖୋଲ, ଏ ବରଗଛରେ ଯେମିତି ଖୋଲ ଅଛି, କୋରଡ ଖୋଲ ଭିତରେ ଶୁଷ୍କ ବ୍ରହ୍ମ, ଶୁଷ୍କ ବ୍ରହ୍ମ ଜୀବନ୍ତ ବ୍ରହ୍ମ ନୁହଁ, ଶୁଷ୍କ ବ୍ରହ୍ମ ପୋଚରା ଅଣ୍ଡାଟା ପଡିଥିଲା। ପୁଅ ଏଇତିକି ବେଳେ ଶିବ ପାର୍ବତୀଙ୍କୁ ଶୁଣେଇଲେ। କଣ କହିଲେ? ମୋ ଗୁରୁ ଯାହା ଲେଖିଛନ୍ତି ମୁଁ ସେଇ କଥା ଆପଣଙ୍କୁ ଶୁଣଉଛି। କ ଠାରୁ କ୍ଷ ଯାଏ ପ୍ରତି ଅକ୍ଷରରେ ଶିବ ପାର୍ବତୀଙ୍କୁ ଶୁଣେଇଲେ। କେଇଟା ପଦ ବୋଲୁଛି, କଣ କହିଲେ? କହିଲେ ପାର୍ବତୀ କାଳନ୍ଦିସି ଘରେ ଦେଖ
ଚାହାନ୍ତା ବହନ୍ତା ଦୁଇ ରଖିବୁ ଜଗାଇ ଚାହାନ୍ତା ବହନ୍ତା ଦୁଇ ରଖିବୁ ଜଗାଇ ଚାହାନ୍ତା ଆଖି ବହନ୍ତା ନାକ ନାକରେ ବହୁଛି ଏଇଠି ଚାହାନ୍ତା ଏଇଠି ବହନ୍ତା କହିଲେ ପାର୍ବତୀ ଲୋ ଚାହାନ୍ତାକୁ ବହନ୍ତାରେ ରଖିବୁ ବୋଲେ ଆଖି ଦିଟାକୁ ନା ସାଗରକୁ ଚାହିଁବୁ ଚାହାନ୍ତା ବହନ୍ତା ଦୁଇ ରଖିବୁ ଜଗାଇ ଚଗଲା ଛନ୍ଦି ଅଛି ଚୌବନ ଛଡ଼ ଚକରେ ଯିବ ପରମ ଦୁହିଁକୁ ଏକା ଘରେ ଆଉ ଝର ଝର ତିନି ଧାର ସର୍ବଦା ଝର ଝର ତିନି ଧାର ସର୍ବଦା ନାମକୁ ଖଟାଇ ଜାଣ ରହିଛି ଦେଖିବା ପାରିଲେ ତୁ ଶୂନ୍ୟରେ ଭେଟିବୁ ଡିଙ୍ଗର ଫୁଟିଛି ଦେଖ ତାଳୁକା ସନ୍ଧିରେ ଧରୁଛି ମରୁତ ଦେଖ ଫୁଙ୍କାଛୁ କହିଲେ ପାର୍ବତୀ ଡିଙ୍ଗର ଫୁଟିଛି ଦେଖ ତାଳୁକା ସନ୍ଧିରେ ଢାଳୁଛି ମରୁତ ଦେଖ ଦୋ ଫୁଙ୍କା ଚୁଲିରେ କହିଲେ ପାର୍ବତୀ ଏଇ ଯୋଉ ଜ୍ଞାନ ଆକୁ ସାଧନ କରି କରି ମୁଁ ହେଇଯାଇଛି ଅମର ଜର ଆଉ ରହ ଏ ପାର୍ବତୀ ଏଇ ପାଠ ହେଲା ମୂଳ ପାଠ ଶିବ କହିଲେ ପାର୍ବତୀ ହୁଁ ମାରିଲେ କଥା ହୁଁକୁ ଶିବ କହିଲା ବାଲା ପାର୍ବତୀ ହୁଁ ମାରିଲା ବାଲା ଡିଙ୍ଗର ଫୁଟିଛି ଦେଖ ତାଳୁକା ସନ୍ଧିରେ ଢଳୁଛି ମରୁତ ଦେଖ ଦୋ ଫୁଙ୍କା ଚୁଲିରେ ପବନ ଢଳୁଛି ଲୋ କହିଲେ ବଙ୍କୁଣାଳ ପରେ କାଉଁରୀ ମଣ୍ଡଳ ତାର ପରେ ଗୋଲା ହାଟ ଆପଣ କେତୋଟି ଓଜନଦାର ଲୋକ ଅଛନ୍ତି ଆଉ ଅନ୍ୟ ଆଡେ ଗଲେ କଣ ହବ ବଙ୍କୁଣାଳ ପରେ କାଉଁରୀ ମଣ୍ଡଳ ତାର ପରେ ଗୋଲା ହାଟ ସହସ୍ର ପାଖୁଡା ବଜାର ବସୁଛି ବିକା କିଣା ବହୁ ମଣିମୟ ପୁର ରତ୍ନମୟ ଝରା ସହସ୍ର ପାଖୁଡା ପରେ କୋଟି ରତ୍ନ ଜ୍ୟୋତି ଦୀପାଳି ଜଳୁଛି ପରମ ବ୍ରହ୍ମ ସେଠାରେ କହିଲେ ପାର୍ବତୀ ଯେ ଷଡ଼ ବନ୍ଧ ତୋର ନିମିଷକେ ଯିବ ଲହରୀର ଘାତ ପାଇ ପାର୍ବତୀ ଛଅ ଚକ୍ର ଛଅଟା ବନ୍ଧ ନିମିଷକେ ବନ୍ଧ ଭାଙ୍ଗିଯିବ ଷଡ଼ ଚକ୍ର ତୋର ନିମିଷକେ ଯିବ ଲହରୀର ଘାତ ପାଇ ବନ୍ଧ ଭାଙ୍ଗି ଗଲେ ପାଣି ଶୁଖିଯିବ ମିନତୁ ରହିବୁ କାହିଁ କହିଲେ ପାର୍ବତୀ ପାଦ ତଳ ପାତାଳ କାଲୁଆ ହେଇଯିବ ପାତାଳରେ ପାଣି ପାଦ ତଳ ପାତାଳ ପାଦୁରୁ ପାଣି ଉପରକୁ ଉଠିବ କାଲୁଆ ହେଇଗଲା ଶନିପାତ ମାରିନେଲା କହିଲେ ପାର୍ବତୀ ସାବଧାନ ସବୁ ବ୍ରହ୍ମ ଜ୍ଞାନ ତତ୍ଵ ଜ୍ଞାନ ଶିବ ପାର୍ବତୀଙ୍କୁ ଗୋଟି ଗୋଟିକି ବୁଝେଇଲେ ମାଲୋ ଶିବ କହୁଛନ୍ତି ପାର୍ବତୀ ଶୁଣି ହୁଁ ହୁଁ ମାରୁଛନ୍ତି ଶିବ କହି ଚାଲିଛନ୍ତି ଶିବ ଅନେଇ ଦେଲେ ତଳକୁ ଦେଖିଲେ ସ୍ତ୍ରୀ ନିଦରେ ଶୋଇଲାଣି ଆରେ ହୁଁ ମରା ଚାଲିଛି ଇଏ ତ ଶୋଇଲାଣି ହୁଁ ମାରୁଛି କିଏ ଶିବ ଆଉ କହିଲେ ନେଇ ବନ୍ଦ ହେଇଗଲେ ଶିବ ଜାଣିଲେ କୋରଡ ଭିତରେ ପୋଚରା ଅଣ୍ଡା ଜୀବନ ପାଇଁ ହୁଁ 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 ମାରୁଛି ଶୁଣ ଏଇଠି ବ୍ରହ୍ମ ଜ୍ଞାନ ତିନି ଭାଗେ ହେଇଗଲା କେମିତି ତିନି ଭାଗେ ହେଲା ଆଗତକ ପ୍ରଥମେ ଶିବ କହିଲେ ପାର୍ବତୀ ଯୋଉ ଯାଏ ଶୁଣିଲେ ସିଏ ହେଇଗଲା ଭାଗେ
ପାର୍ବତୀ ଶୋଇଲେ ହୁଁ ମାରିଲା ଶୁକ ପକ୍ଷୀ ଜୀବନ ପାଇକି ତା ପାଖରେ ରହିଗଲା ମଝି ତକ ଆଗ ତକ ପାର୍ବତୀ ପାଖରେ ମଝି ତକ ଶୁକ ପକ୍ଷୀ ପାଖରେ ଶିବ ଆଉ କହିଲେ ନେଇ ଶେଷ ତକ ଶିବଙ୍କ ପାଖରେ ରହିଲା ରେ ଆଜ୍ଞା ଆଗ ତକ ସ୍ତ୍ରୀ ପାର୍ବତୀ ପାଖରେ ମଝି ତକ ରହିଲା ଶୁଆ ପକ୍ଷୀ ପାଖରେ ଶିବ ଆଉ କହିଲେନି ଶେଷ ତକ ରହିଲା ଶିବଙ୍କ ପାଖରେ ये जाह्नवी तीरे राजा आगे है राजा आगे जाह्नवी तीरे राजा आगे हो राजा आगे पहिले ब्रह्म भागे हो ब्रह्म भागे गंगा नदी कूଳରେ राजा परीक्षित आगे शुकदेव ब्रह्म भाग्य कही कोउ भागक जो भागक शुणी मझी भागक आग नुहे कि शेष नुह मझी तक पुआ शुण टिके सुख पक्षी जीवन पाइला शिव आउ कहले जानिले ये चढ़ई शुणीदेला धरिले त्रिशूल कहले मर्डर करदेवी मारिदेवी मारिदेले गला आउ नहिले ब्रह्म ज्ञान गुप्त ज्ञान ए प्रचार करदेव जिते बेले शिव त्रिशूल धरी गोडेले सुख पक्षी की मारिबा पाई अभिराम परमहंस लिखिले ब्रह्म ज्ञान को पाई उड़े चढ़े 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 संसार छति तेरे बड़े ब्रह्म ज्ञान को पाई उड़े चढ़े धीर बाबू ब्रह्म ज्ञान शुणी सुख पक्षी छुआटी डेणा बाड़े 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 पड़े शिव ता पछरे त्रिशूल धरी गोडे मारिबे बोली मालो शिव त्रिशूल धरी गोडे चढ़े की मारदेवे बोली कहले शुणीदेला मारदेवी सुख टिके टिके पछुक अनौछि शिवंक त्रिशूल पाऊने एपटे चढ़ई एपटे त्रिशूल बाकी रहिला केते दूर चारि जुगरे दी आंगुली बाकी सत्य जुगरे पुआ दी आंगुली बाकी आंगुली को केते तो आंगुठी रे मो आंगुठी रे ना छुआ आंगुठी रे का आंगुठी रे हेले आंगुल आंगुल को केते को आंगुठी रे को पुराण रे लिखा काली आपन को सुनेगी आंगुल को केते हाथ को केते का हाथे रे हेले हाथे आपण का हाथ मो हाथ ना का हाथ को केते आंगुली को केते काली कथा से पटे सुख पक्षी एपटे त्रिशूल मझिरे दी आंगुली बाकी रहिला देई धरे तो चढ़ई मरी थांता पुआ डेना बाड़े बाड़े चढ़ई पड़ेला व्यासंग स्त्री श्रिया बा बिटिका केश झाड़ुचंती ब्रह्म ज्ञान पाई सुख पक्षी पुआ ये हूँ नित्य धामर नित्य वैकुंठर नारायण लक्ष्मींकर बा कृष्ण राधांगर पालित शुआ पक्षी जोड़िए गोटे दक्ष सुख आ गोटे विचक्षण सुख बोले शुआरे ये हूँ विचक्षण सुख वैकुंठर ताकू मारिब किए दूरता बाकी दियांगुली सांगे सांगे ब्रह्म ज्ञान शुणी कौन कला ना अणिमा लघिमा प्राप्ति प्रकाम्य महिमा तो था ईशत्वंच वसित्वंच ए अष्ट कामा बसाइका अणुरु अणिमा अणु अणिमा अणु चटकिना अति सूक्ष्म रूप हो गला सूक्ष्म रूप होई एने श्रिया
বা ବିଟିକା ଗର୍ଭରେ ପ୍ରବେଶ କଲା ର ବ୍ରହ୍ମ ଜ୍ଞାନ ପାଇଛି ସୂକ୍ଷ୍ମ ଶୁଣ ସୂକ୍ଷ୍ମ ରୂପ ଧରି ମାଲୋ ନାରୀ ଶ୍ରିୟା ଗର୍ଭ ପାଟି ଭିତରେ ପଶିଲା କିଏ ଶୁକପକ୍ଷୀ ହନୁମାନ ପାତାଳପୁରକୁ ଗଲେ ଲକ୍ଷ୍ମଣ ପାତାଳପୁରକୁ ଗଲେ 2 ଜଣ କାହିଁକି ରାମ ଲକ୍ଷ୍ମଣଙ୍କୁ ଏଣେ ପାତାଳ ଚଣ୍ଡୀ ପାଖରେ ବଳି ଦେବା ପାଇଁ ପୁଅ ମହିରାବଣ ନେଇକି ରଖିଛି ରାମ ଲକ୍ଷ୍ମଣଙ୍କୁ ମହିରାବଣ ନେଇକି ରଖିଛି ପାତାଳରେ ପାତାଳ ଚଣ୍ଡୀ ପାଖରେ ମା ପାଖରେ ବଳି ପକେଇବ ବୋଲି ବୁଝୁଛୁ ସେଇଠିକି ଗଲେ ଆଚ୍ଛା ଇନ୍ଦ୍ରଜିତ ପାତାଳରେ କରୁଥିଲା ନିକୁମ୍ଭିଲା ଯଜ୍ଞ ସେ ଯଜ୍ଞ ପାଖକୁ ହନୁମାନ ଗଲେ ଲକ୍ଷ୍ମଣ ଗଲେ ଅତି ସୂକ୍ଷ୍ମ ରନ୍ଧ୍ର କେମିତି ଗଲେ କ୍ଷୀରେ କେମିତି ଗଲେ ହନୁମାନ ସେ ତ ପବନ ନନ୍ଦନ ଅତି ସୂକ୍ଷ୍ମ ରୂପ ନେଲା ଲକ୍ଷ୍ମଣ ଯେମିତି ଅନନ୍ତ ମୂରତି ଛୋଟିଆ ସରୁ ଟିକି ସାପ ରୂପ ଧରିକି ଲକ୍ଷ୍ମଣ ପଳେଇଲା ହନୁମାନ ପବନ ପୁଅ ସୂକ୍ଷ୍ମ ରୂପ ଧରି ଇନ୍ଦ୍ରଜିତ ପାତାଳ ଯଜ୍ଞ ପାଖକୁ ପଳେଇଗଲେ ସେଇମିତି ତ୍ରେତୟା ଯାଇଛି ଦ୍ୱାପରରେ ସୂକ୍ଷ୍ମ ରୂପ ଧରି ପଶିଲେ ଯଦି ଜଣେ ପଶିଲା ଶୁକ ପକ୍ଷୀ ମା ପେଟରେ କେତେ ବର୍ଷ ରହିଲା କହିପାରିବୁ ଶୁକଦେବ ମା ପେଟରେ 12 ବର୍ଷ ରହିଲେ ଆପଣ ମାନେ ସବୁ ଜାଣନ୍ତି ଶୁକଦେବ ଜଣେ ମା ପେଟରେ 12 ବର୍ଷ ରହିଲେ ଏବେ 280 ଦିନରୁ 2 ଦିନ ଅଧିକ ହେଲେ ପେଟ କାଟୁ କାଟୁ ଅସମାଳ ମେଡିକାଲରେ 9 ମାସ 10 ଦିନ 9 ତିରିକି 27 10 ଦିନ 280 ଜଣେ ନାରୀ ଗର୍ଭବତୀ ହେଲେ 280 ଦିନରୁ ଅଧିକ ହେଲେ ପେଟ କଟା ହଉଛି